ବ୍ରହ୍ମପୁରରେ 17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ। ବ୍ରହ୍ମପୁର ଚଳିତ ମାର୍ଚ୍ଚ ମାସ 5 ତାରିଖରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଓଡ଼ିଶା ନାଟକ ସମାରୋହ ସମିତି ତରଫରୁ 17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେଉଥିବା ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ନାଟକ ସମାରୋହର ସଭାପତି ଅନିଲ କୁମାର ପାତ୍ର ସୂଚନା ଦେଇଛନ୍ତି। ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା କଳା ପରିଷଦ ସ୍ଥିତ ଉତ୍କଳ ଆଶ୍ରମଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ପ୍ରକାରେ ମାର୍ଚ୍ଚ 5 ତାରିଖ ଉଦ୍ଘାଟନ ଦିବସରେ ଖୋର୍ଦ୍ଧା ଇନ୍ଦ୍ରଧନୁ ଥିଏଟର ସଂସ୍ଥାର ନାଟକ କୁଳବଧୂ, ଦ୍ୱିତୀୟ ଦିବସରେ ସମ୍ବଲପୁର ସ୍ୱର ନାଟ ସଂସ୍ଥା ତରଫରୁ ନାଟକ କାରୁବାକି, ତୃତୀୟ ଦିବସରେ ରାଉରକେଲା ସ୍ୱସ୍ତିକଙ୍କ ତରଫରୁ ନାଟକ ବିଶ୍ୱାସର ଆତ୍ମଲିପି, ଚତୁର୍ଥ ଦିବସରେ ପାରାଦୀପ କନ୍ୟାମାସ ତରଫରୁ ନାଟକ ମିଥ୍ୟାବାଦୀ ଜିନ୍ଦାବାଦ, ପଞ୍ଚମ ଦିବସରେ ଭୁବନେଶ୍ୱର ବିଦ୍ୟା କନକ ସୃଜନାନୁଷ୍ଠାନ ତରଫରୁ ନାଟକ ମାଗୁଣିର ଶଗଡ଼ ଏବଂ ମହୋତ୍ସବର ଶେଷ ନାଟକ ଭାବେ ବାଲେଶ୍ୱର ସ୍ରଷ୍ଟା ନାଟ୍ୟ ସଂସ୍ଥା ତରଫରୁ ନାଟକ ପରିଚୟ ମଞ୍ଚସ୍ଥ ହେବ। ପ୍ରତିଦିନ ନାଟକ ପୂର୍ବରୁ ଲୋକକଳା, ଲୋକନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା ଓ ସମ୍ବର୍ଦ୍ଧନା ଅନୁଷ୍ଠିତ ହେବ ଏବଂ ନାଟକ ଶେଷରେ ପ୍ରତ୍ୟେକ ରାତ୍ର ନାଟକ ପରେ ଦର୍ଶକଙ୍କ ପାଇଁ ନାଟକ ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡ଼ିଶା ନାଟକ ସମାରୋହ ସମିତି ଦ୍ୱାରା ଆୟୋଜିତ ଏହି ନାଟକ ମହୋତ୍ସବକୁ ବ୍ରହ୍ମପୁର କଳାକାର ଏକତା ମଞ୍ଚ ସହଯୋଗ କରୁଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ନାଟକ ସମାରୋହର ସମିତି ଉପଦେଷ୍ଟା ଇଞ୍ଜିନିୟର ଯାମିନୀକାନ୍ତ ଦାସ, ଉପସଭାପତି କୈଳାସ ପାଣିଗ୍ରାହୀ, ଇଞ୍ଜିନିୟର ସନ୍ନ୍ୟାସୀ ମହାରଣା, ସାଧାରଣ ସମ୍ପାଦକ ନାରାୟଣ ମହାକୁଡ଼, ସମ୍ପାଦକ ରାଜଗୋପାଳ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀ ଶଙ୍କର ମିଶ୍ର, ମଦନ ମିଶ୍ର, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଆରତୀ ପାତ୍ର, ଜୟନ୍ତୀ ମିଶ୍ର, ସରୋଜ ପଣ୍ଡା, ଗିରିଜାଶଙ୍କର ଦାସ, ସୁଭାଷ ସାହୁ, ନବୀନ ହୋତା, କାର୍ତ୍ତିକ ପାଣିଗ୍ରାହୀ, ସୁନୀଲ ସ୍ୱାଇଁ, ସି.ଏଚ୍. ଦେବଦାସ, ରାମେଶ୍ୱରୀ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ପର୍ଯ୍ୟଟନ ନ୍ୟୁଜ୍, ଲାଇଭ୍ ନ୍ୟୁଜ୍। ଅନିଲ କୁମାର ପାତ୍ର, ସଭାପତି ଓଡ଼ିଶା ନାଟକ ସମାରୋହ ସମିତି ବ୍ରହ୍ମପୁର। ଆସନ୍ତା 5 ତାରିଖରୁ 10 ତାରିଖ 6 ଦିନ ବ୍ୟାପୀ ଆମର ବ୍ରହ୍ମପୁରଠାରେ ଓଡ଼ିଶା ନାଟକ ସମାରୋହ ସମିତି ତରଫରୁ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ 6ଗୋଟି ଭଲ ନାଟକ ପରିବେଷଣ କରିବା ପାଇଁ ଅନୁମତି ସେମାନେ ଦେଇଛନ୍ତି। ଖୋର୍ଦ୍ଧା, ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା ଏବଂ ପାରାଦୀପ, ସମ୍ବଲପୁର ଏମିତି 6ଟି ସ୍ଥାନରୁ ଆସି ଏଠି ନାଟକ ମଞ୍ଚସ୍ଥ କରିବେ ଏବଂ ସବୁ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଆପଣମାନଙ୍କର ସହଯୋଗ ନିହାତି ଆବଶ୍ୟକ। ତା ସହିତ ଆମ ଅନୁଷ୍ଠାନର ସ୍ୱର୍ଗତ 4 ଜଣ ନାଟ୍ୟ ବ୍ୟକ୍ତିତ୍ୱଙ୍କ ସମ୍ମାନରେ 4ଟି ସମ୍ମାନିତ ମଧ୍ୟ କରାଯିବ ଏବଂ ପ୍ରତିବର୍ଷ ସେମାନଙ୍କ ନାମରେ 4ଗୋଟି କଳା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି ଏବଂ ସେମାନେ ଯେଉଁ ନାଟକ ଦଳମାନେ ଆସିବେ ବାହାରୁ ସେମାନେ ରହିବା, ଖାଇବା ଏବଂ ମଞ୍ଚ ଦାୟିତ୍ୱ ସେଇଗୁଡ଼ାକ ସବୁ ଆମେ ନେଇଛୁ। ଆମେ ସେଗୁଡ଼ାକ ସେମାନଙ୍କୁ ଦେଉଛୁ କରିବା ପାଇଁ, ରହିବା ପାଇଁ, ଖାଇବା ପାଇଁ ସେ ବ୍ୟବସ୍ଥା ଆମେ କରିଛୁ ଏବଂ ଆଗାମୀ ଦିନରେ କେମିତି ଆହୁରି ଅଧିକ ନାଟକ ହୋଇପାରିବ, ସରକାରଙ୍କ ତରଫରୁ କିଛି ସାହାଯ୍ୟ କେମିତି ଆମେ ପାଇବୁ, ସରକାର କେମିତି କିଛି ସାହାଯ୍ୟ କରିବେ, ସେ ଆଶା ଉଦ୍ଦେଶ୍ୟ ରଖି ଆମେ ନାଟକ ମହୋତ୍ସବ କରିଚାଲିଛୁ।